आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ 5 ଲାଇନ୍ସ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ 5 ଧାଡ଼ିରେ ଜାଣିବା ମହାପୁରୁଷଙ୍କ ଜୀବନୀ ବିଷୟରେ। ଆଉ ଯଦି ମହାପୁରୁଷଙ୍କ ଜୀବନୀ ବିଷୟରେ ଅଧିକା ଜାଣିବାର ଅଛି, ସ୍ପେସିଫିକଲି ଅଧିକା ଜାଣିବାର ଅଛି, ମୋତେ କମେଣ୍ଟରେ ଜଣେଇବେ। ତାଙ୍କ ବିଷୟରେ ଆମେ ଲମ୍ବା ଭିଡ଼ିଓ ଆଣିବା ଆଉ ସେ ଲମ୍ବା ଭିଡ଼ିଓ ଓଡ଼ିଆ ପାଠଶାଳା ଫର ୟୁ ଚ୍ୟାନେଲରେ ପବ୍ଲିଶ ହବ। ହେଲା, ତାହେଲେ ଆମେ ଯିବା ଆଜି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ 5 ଧାଡ଼ିରେ। ମେଘନାଦ ସାହା 6 ଅକ୍ଟୋବର 1893 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଥିଲେ। ଉପାଦାନଗୁଡ଼ିକର ଥର୍ମାଲ ଆୟନାଇଜେସନ ଉପରେ ସାହାଙ୍କ ଅଧ୍ୟୟନ ତାଙ୍କୁ ସାହା ଆୟନାଇଜେସନ ସମୀକରଣ ଗଠନ କରିବାରେ ପ୍ରେରିତ କରିଥିଲା। ସେ 1952 ମସିହାରେ ଭାରତ ସଂସଦକୁ ନିର୍ବାଚିତ ହୋଇଥିଲେ। 16 ଫେବୃଆରୀ 1956 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ରହୁଛି, ଦେଖା ହବ ଆଗାମୀ ଭିଡ଼ିଓରେ। ନମସ୍କାର।